ଗତକାଲି ଇଣ୍ଟର ମିନିଷ୍ଟ୍ରିଆଲ କମିଟି ବସିଥିଲା। ଦୁଇଥର ପୋଷ୍ଟପୋଣ୍ଡ ହୋଇସାରିଲା ପରେ ଗତକାଲି ସନ୍ଧ୍ୟା 5টাରେ ଇଣ୍ଟର ମିନିଷ୍ଟ୍ରିଆଲ କମିଟି ବସିଥିଲା ଏବଂ ବିଭିନ୍ନ ବିଭାଗରେ ସବୁ ଆଲୋଚନା ହୋଇଛି ଏବଂ ଏଲିମେଣ୍ଟାରୀ ବିଭାଗରେ ମଧ୍ୟ ଆଲୋଚନା ହୋଇଛି। ତାଙ୍କ ଶିକ୍ଷକ କ'ଣ ସବୁ ସୁବିଧା ପାଇବା ଉଚିତ, ତାଙ୍କର ସଂଗଠନ ଗୁଡ଼ିକ ଯେଉଁ ଦାବି ସବୁ ଦେଇଥିଲେ ସେ ଦାବି ଗୁଡ଼ିକ ଉପରେ କ'ଣ ସବୁ ଆଲୋଚନା ହୋଇଛି ଏ ବିଷୟରେ ମୁଁ ଆପଣମାନଙ୍କୁ ଏହି ଭିଡ଼ିଓରେ କହୁଛି। ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ମୁଁ DKD। ଆପଣମାନେ ଦେଖୁଛନ୍ତି ଆପଣଙ୍କର ପ୍ରିୟ ଚ୍ୟାନେଲ DKD ଅଲୱେଜ୍ आपके साथ। ଏହି ଚ୍ୟାନେଲରେ ଆପଣମାନେ ଏହି ପ୍ରକାର କଣ୍ଟେଣ୍ଟ ସଦାବେଳେ ପାଇବେ। ଯଦି ଚ୍ୟାନେଲକୁ ଆଜି ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିବେ ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନକୁ ନିଶ୍ଚିତ ଭାବରେ ଚିପିବେ, ଯାହାଫଳରେ ଆମ ଚ୍ୟାନେଲରେ ଛଡ଼ାଯାଉଥିବା ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ଆପଣଙ୍କ ପାଖକୁ ଯିବ। ତ ଆସନ୍ତୁ ସମୟକୁ ନଷ୍ଟ ନକରି ବର୍ତ୍ତମାନ ଦେଖିବା ଇଣ୍ଟର ମିନିଷ୍ଟ୍ରିଆଲ କମିଟିରେ ଏଲିମେଣ୍ଟାରୀ ବିଭାଗରେ କ'ଣ ସବୁ ଆଲୋଚନା ହୋଇଛି ଏବଂ କ'ଣ ଆଗକୁ ହେବାକୁ ଯାଉଛି। ତ ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ମୁଁ ଆପଣମାନଙ୍କୁ ଗୋଟିଏ ଅଡ଼ିଓ ଶୁଣାଉଛି, ଯେଉଁଥିରେ ଆମ AUPTFର ସଂଗଠନର ନେତା ସୁଶାନ୍ତ ସାର୍ ସେ ବାର୍ତ୍ତା ପଠାଇଛନ୍ତି। ସେ ବାର୍ତ୍ତା ପ୍ରଥମେ ଶୁଣନ୍ତୁ। ସାଥୀ ସଂଗ୍ରାମୀ ଅଲ୍ ଓଡ଼ିଶା ପ୍ରାଇମେରୀ ଟିଚର ଆସୋସିଏସନର ସମସ୍ତ ବ୍ଲକ କର୍ମକର୍ତ୍ତା, କ୍ଲଷ୍ଟର ଲେଭେଲର ଶିକ୍ଷକ ଶିକ୍ଷୟିତ୍ରୀ, ରାଜ୍ୟ କର୍ମକର୍ତ୍ତା, ଜିଲ୍ଲା କର୍ମକର୍ତ୍ତା, ଉପଦେଷ୍ଟା ମଣ୍ଡଳୀ, ସର୍ବୋପରି NPS ବର୍ଗର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଭାଇ ଓ ଭଉଣୀ, AUPTFର ସମସ୍ତ ବଡ଼ ଭାଇ ଭଉଣୀ, ଅଲସ୍ତାର ସମସ୍ତ ଭାଇ ଓ ଭଉଣୀ, ଏକ୍ସକେଡର ଶିକ୍ଷକ ସଂଘର ସମସ୍ତ ଭାଇ ଓ ଭଉଣୀ, MLE ଶିକ୍ଷକ ସଂଘର ଭାଇ ଓ ଭଉଣୀ, ପାର୍ଟ ଟାଇମ୍ କଳା କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀ ଭାଇ ଭଉଣୀ ଏବଂ ସର୍ବୋପରି ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନୂତନ ବର୍ଷ 2024ର ଶୁଭ ଅଭିନନ୍ଦନ, ଶୁଭେଚ୍ଛା ଏବଂ ଆଶା କରେ ଏ ନୂତନ ବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ, କରୁଣାମୟ ହେଉ ଏବଂ ଶିକ୍ଷକ ଜାତିର ସମସ୍ୟାର ସମାଧାନ ହେଉ। ଆଜି ଇଣ୍ଟର ମିନିଷ୍ଟ୍ରିଆଲ କମିଟି ବୈଠକ ଥିଲା। ଉକ୍ତ ବୈଠକରେ ଆମ ବିଭାଗ ପୂର୍ଣ୍ଣ ଦାବି ଇଣ୍ଟର ମିନିଷ୍ଟ୍ରିଆଲ କମିଟି ପାଖରେ ଉପସ୍ଥାପନା କରିଛନ୍ତି ଏବଂ ଆମ ପାଖରେ ଯାହା ସୂଚନା ଅଛି ତାହା ମଧ୍ୟ ଉଚ୍ଚସ୍ତରକୁ ପ୍ରେରଣ କରାଯାଇଛି। ଆମେ ଆଶା ରଖିଛୁ ଶିକ୍ଷକମାନଙ୍କ ହିତରେ ନିଶ୍ଚିତ ଭାବରେ ଆଜିର ଆମର ଦାବି ଉପସ୍ଥାପିତ ହୋଇଥିବ ଏବଂ 15 ତାରିଖ ଜାନୁଆରୀ 15 ପୂର୍ବରୁ କିମ୍ବା 17 ତାରିଖ ପରେ ଓଡ଼ିଶା ସରକାର ଆମର ଦାବିକୁ ଘୋଷଣା କରିପାରନ୍ତି। ତ ଆମେ ଆଶା ବାନ୍ଧିଛୁ ଯେ ନିଶ୍ଚିତ ଶିକ୍ଷକମାନଙ୍କର ଲୌହର ପରିଶ୍ରମ ସଫଳ ଏବଂ ସାର୍ଥକ ହେବ ଏ ଆଶା ଓ ଆପଣମାନଙ୍କ ଭିତରେ ଯେଉଁ କଳ୍ପନା ଜଳ୍ପନା ଶିକ୍ଷକମାନଙ୍କ ଭିତରେ ଥିଲା ଯେ ଏହା କେବେ ଉପସ୍ଥାପିତ ହେବ କି ନାହିଁ, ଇଣ୍ଟର ମିନିଷ୍ଟ୍ରିଆଲ କମିଟିରେ ପାସ୍ ହେବ କି ନାହିଁ, କିନ୍ତୁ ତାର ଅନ୍ତ ଘଟିଛି। ଇଣ୍ଟର ମିନିଷ୍ଟ୍ରିଆଲ କମିଟିରେ ଆଜି ଏଲିମେଣ୍ଟାରୀ ଟିଚର ମାନଙ୍କର ଯେଉଁ ସମସ୍ୟା ତାହା ଉପସ୍ଥାପନା କରାଯାଇଛି। ଆଶା ଆମ ଶିକ୍ଷକ ଜାତିଙ୍କ ହିତରେ ଯିବ ଏବଂ ସଫଳ ହେବ। ତ ଶୁଣିଲେ, ଇଏ ଥିଲା ସୁଶାନ୍ତ ସାରଙ୍କ ବାର୍ତ୍ତା। ତେଣୁ AUPTF ତରଫରୁ ଦୃଢ଼ ଭାବରେ ସମସ୍ତ ବିଭାଗର ଆମ ଏଲିମେଣ୍ଟାରୀ ଟିଚରମାନଙ୍କର ଯେଉଁ ଯେଉଁ ଅସୁବିଧା ଥିଲା ସେସବୁ ବିଷୟରେ ଇଣ୍ଟର ମିନିଷ୍ଟ୍ରିଆଲ କମିଟିରେ ସବୁ ଆଲୋଚନା ହୋଇଛି ଏବଂ ଆସନ୍ତା ଜାନୁଆରୀ 15 ତାରିଖ ପୂର୍ବରୁ ଜିଓ ବାହାରିବ ବା ତାର ବିଧିବଦ୍ଧ ଭାବରେ ଘୋଷଣା ହେବାର ସମ୍ଭାବନା ଅଛି। ତ ଇଏ ଥିଲା ଆଜିର ଭିଡ଼ିଓ। ଆଶା କରୁଛି ଭିଡ଼ିଓଟି ନିଶ୍ଚିତ ଭାବରେ ଆପଣଙ୍କୁ ଭଲ ଲାଗିଥିବ। ଭିଡ଼ିଓଟିକୁ ଲାଇକ୍ ଏବଂ ସେୟାର କରିବେ। ରହୁଛି, ପୁନର୍ବାର ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ନମସ୍କାର।